କାହିଁକି ସମସ୍ତେ ଦେଖିପାରିବେନି ୟୁଟ୍ୟୁବ୍? ନିର୍ଦ୍ଦିଷ୍ଟ ବୟସ ହେଲେ ହିଁ ୟୁଟ୍ୟୁବ୍ ଦେଖିବେ। ଫେସବୁକ୍ ଇନ୍ଷ୍ଟା ଉପରେ ବି ଲାଗିଲା କଟକଣା। ମୋବାଇଲ ହାତରେ ଅଛି ମାନେ ଫେସବୁକ୍ ଇନ୍ଷ୍ଟା ନହେଲେ ୟୁଟ୍ୟୁବ୍ ଖୋଲା ଥିବ ନିଶ୍ଚୟ। କିଏ ମୁଭି ଫିଲ୍ମ ରିଲ୍ସ ନହେଲେ ସିରିଏଲ୍ ଦେଖୁଥିବ ତ ନିହାତି। ଦିନକୁ ପ୍ରାୟ 8-10 ଘଣ୍ଟା ସୋସିଆଲ ମିଡ଼ିଆରେ ସମୟ ଯାଉଥିବା ଅନେକଙ୍କୁ ଦେଖାଯାଉଛି। ସ୍ଥିତି ଏମିତି ହେଲାଣି, ପିଲାମାନେ ମୋବାଇଲ ନ ଦେଖିଲେ ଖାଉନାହାନ୍ତି, କିଛି କରୁନାହାନ୍ତି, ଯାହାକୁ ନେଇ ଅଭିଭାବକ ଚିନ୍ତାରେ। ହେଲେ ଏବେ ୟୁଟ୍ୟୁବ୍ ଉପରେ ରୋକ ଲାଗିବା ପରେ ସବୁଠି ଚର୍ଚ୍ଚା ଆଲୋଚନା। ଅଷ୍ଟ୍ରେଲିଆ ସରକାର ଆଣିଲେ ନୂଆ ନିୟମ। 16 ବର୍ଷ ନହେଲେ ୟୁଟ୍ୟୁବ୍ ଦେଖିବା ମନା। ଅତ୍ୟଧିକ ମୋବାଇଲ ଦେଖି ପିଲାମାନଙ୍କ ମାନସିକତା ଉପରେ ସାଂଘାତିକ ପ୍ରଭାବ ପଡ଼ୁଛି, ଯାହାକୁ ନେଇ ଅନେକ ସମୟରେ ରିପୋର୍ଟ ଆସିଅଛି। ଅଷ୍ଟ୍ରେଲିଆ ସରକାର ନୂଆ ନିୟମ ଆଣିଛନ୍ତି। ନିୟମ ଅନୁସାରେ 16 ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡ଼ିଆ ବ୍ୟବହାର ଉପରେ କଠୋର ନିୟମ ଲାଗୁ କରାଯାଇଅଛି। ନିୟମ ଅନୁସାରେ ଫେସବୁକ୍ ଇନ୍ଷ୍ଟାଗ୍ରାମ ପରି ପ୍ଲାଟଫର୍ମ ପରେ ୟୁଟ୍ୟୁବ୍କୁ ମଧ୍ୟ ପରିସରଭୁକ୍ତ କରାଯାଇଛି। ପିଲାମାନଙ୍କୁ ଅନଲାଇନ୍ରୁ ଦୂରେଇ ରଖିବା ଏବଂ ସେମାନଙ୍କ ମାନସିକତା ସ୍ୱାସ୍ଥ୍ୟ ଉପରେ ସୋସିଆଲ ମିଡ଼ିଆର ନକାରାତ୍ମକ ପ୍ରଭାବ ରୋକିବା ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ। ଫେସବୁକ୍ ଇନ୍ଷ୍ଟାଗ୍ରାମ ଏବଂ ସ୍ନାପଚାଟ୍ ଏହି 3 ପ୍ଲାଟଫର୍ମ ଥିଲା କଟକଣାରେ। ଏବେ ୟୁଟ୍ୟୁବ୍ ଉପରେ ଲାଗିଲା କଟକଣା। ପୂର୍ବରୁ ଫେସବୁକ୍ ଇନ୍ଷ୍ଟାଗ୍ରାମ ଟିକ୍ଟକ୍ ଏବଂ ସ୍ନାପଚାଟ୍ ଭଳି ପ୍ଲାଟଫର୍ମ ଗୁଡ଼ିକ 16 ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ନିଷିଦ୍ଧ କରାଯାଇଥିଲା। ପ୍ରଥମେ ୟୁଟ୍ୟୁବ୍କୁ ଏହି କଟକଣାରୁ ବାଦ୍ ଦିଆଯାଇଥିଲା, କାରଣ ଏହାକୁ ଏକ ଶିକ୍ଷଣୀୟ ମାଧ୍ୟମ ଭାବେ ବିବେଚନା କରାଯାଉଥିଲା। ହେଲେ ଏକ ସର୍ଭେରୁ ଜଣାପଡ଼ିଛି ଯେ ୟୁଟ୍ୟୁବ୍ ବ୍ୟବହାର କରୁଥିବା ପିଲାମାନଙ୍କ ମଧ୍ୟରୁ 37% କ୍ଷତିକାରକ ବିଷୟବସ୍ତୁର ସାମ୍ନା କରୁଛନ୍ତି। ତେଣୁ ସରକାର ଏମିତି ନିଷ୍ପତ୍ତି ନେଇଛନ୍ତି। ନୂଆ ଆଇନରେ ଅଛି କ'ଣ? ଅଷ୍ଟ୍ରେଲିଆ ସରକାର ଆଣିଥିବା ନୂଆ ନିୟମ ଅନୁସାରେ ଯଦି କୌଣସି ସୋସିଆଲ ମିଡ଼ିଆ କମ୍ପାନୀ 16 ବର୍ଷରୁ କମ୍ ବୟସର ପିଲାମାନଙ୍କୁ ସେମାନଙ୍କୁ ଦୂରେଇ ରଖିବା ପାଇଁ ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ସେମାନଙ୍କୁ $49.5 ମିଲିୟନ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। ତେବେ ଏହି ନିୟମ ଡିସେମ୍ବର 10, 2025ରୁ ଲାଗୁ ହେବ। ନିୟମ ଲାଗୁ ହେବା ପରେ ସରକାରଙ୍କ ପକ୍ଷରୁ ଏକ କମିଟି ଏହା ଉପରେ ନଜର ରଖିବ। ଯେଉଁ କମ୍ପାନୀ ଏହି ନିୟମ ମାନିବ ନାହିଁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି। ଆପଣମାନେ ଖବର ଶୁଣିଲେ ଭଞ୍ଜଭୂମି ୟୁଟ୍ୟୁବ୍ ଚ୍ୟାନେଲରୁ। ଏହାର ରିପୋର୍ଟର କନକ ନ୍ୟୁଜ୍।